ମହାନ୍ତ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି 21 ଜୁଲାଇ ରବିବାର ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1 ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ବାହାରିଲେ 3471 ତୀର୍ଥଯାତ୍ରୀ। ଅମରନାଥ ଗୁମ୍ଫା ପରିଦର୍ଶନ ପାଇଁ ଶନିବାର ସକାଳେ ଜାମ୍ବୁର ଭଗବତୀ ନଗର ଯାତ୍ରୀ ନିବାସ ମୂଳ ଶିବିରରୁ 3471 ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 114ଟି ଦଳରେ ଯାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ 1073 ଜଣ ବଲତାଲ ମୂଳ ଶିବିରରୁ ଏବଂ 2398 ଜଣ ପୋହଲାଗାମ ମୂଳ ଶିବିରରୁ ଅମରନାଥ ଗୁମ୍ଫାକୁ ଯାତ୍ରା କରିବେ। ଖବର ନମ୍ବର 2 ୟୁପିଏସ୍ସି ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା। ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦ୍ର ଲୋକସେବା ଆୟୋଗ ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ସରିବା ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି। 2029 ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଥିଲା। ହେଲେ ମନୋଜ ଜୁନ୍ ମାସ ଶେଷ ସପ୍ତାହରେ ଇସ୍ତଫା ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଖବର ନମ୍ବର 3 ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ। ବଦଳିଲା କ୍ରୀଡ଼ା ପୁରସ୍କାରର ନାଁ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ। ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଥିଲା। କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଖବର ନମ୍ବର 4 ମାଇକ୍ରୋସଫ୍ଟ ବୈଷୟିକ ତ୍ରୁଟି। ପ୍ରଭାବିତ ହୋଇନି ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା। ମାଇକ୍ରୋସଫ୍ଟରେ ଦେଖାଦେଇଥିବା ବୈଷୟିକ ତ୍ରୁଟି ଯୋଗୁଁ ଭାରତୀୟ ଅର୍ଥ ନେଣଦେଣ ବ୍ୟବସ୍ଥା ମୋଟାମୋଟି ଭାବେ ପ୍ରଭାବିତ ହୋଇନଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ସୂଚନା ଦେଇ କହିଛି, 10ଟି ବ୍ୟାଙ୍କ ଓ ଅଳ୍ପ କେତୋଟି ଆର୍ଥିକ ପରିଚାଳନା ସଂସ୍ଥାର କାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ପରେ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଦେଶର ଅଳ୍ପ କେତୋଟି ବ୍ୟାଙ୍କିଂ ପ୍ରତିଷ୍ଠାନ କ୍ରାଉଡ୍ ଷ୍ଟ୍ରାଇକ୍ ସଫ୍ଟୱେୟାର ବ୍ୟବହାର କରୁଥିବା ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ପରିଚାଳନାରେ ଅସୁବିଧା ସୃଷ୍ଟି ନାହିଁ। ତେବେ ଏ କ୍ଷେତ୍ରରେ ଆହୁରି ସତର୍କ ରହିବା ଲାଗି ଆର୍ବିଆଇ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଖବର ନମ୍ବର 5 ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ। ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି। 2 ଦିନ ତଳେ ଅସୁସ୍ଥ ହୋଇ କଟକ ଏସ୍ସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ରବିବାର ଭୋର 5ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଦ୍ମଶ୍ରୀ କମଳା ପୂଜାରୀଙ୍କ ପୁଅ ଟଙ୍କଧରଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ପଦ୍ମଶ୍ରୀ କମଳା ପୂଜାରୀ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ। ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ବଡ଼ ଉପରଣୀୟ କ୍ଷତି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖବର ନମ୍ବର 6 ୱେବସାଇଟରେ ପ୍ରକାଶ ପାଇଲା ନିଟ୍ ୟୁଜି ଫଳାଫଳ। ନିଟ୍ ୟୁଜି ମାମଲାରେ ସୁପ୍ରିମକୋର୍ଟଙ୍କ ଡେଡଲାଇନ୍ ଏବଂ ନିର୍ଦ୍ଦେଶ ଅନୁସାରେ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ୱେବସାଇଟରେ ଶନିବାର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନ୍ଟିଏ ୱେବସାଇଟରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ୍ କରାଯାଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରୱାରୀ ଏବଂ କେନ୍ଦ୍ରୱାରୀ ତଥ୍ୟ ଉପଲବ୍ଧ କରାଯାଇଛି। ଏହା ସହିତ ପରୀକ୍ଷାର୍ଥୀମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି। ନିଟ୍ ୟୁଜି ମାମଲାରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିସନର ଶୁଣାଣି କରି ଗତ 18 ତାରିଖରେ ସହରୱାରୀ ଏବଂ କେନ୍ଦ୍ରୱାରୀ ଫଳାଫଳ ପ୍ରକାଶ କରିବାକୁ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏନ୍ଟିଏ ୱେବସାଇଟରେ ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଖବର ନମ୍ବର 7 କେମିତି ପଠାଇବେ ରାକ୍ଷୀ ନିର୍ଦ୍ଦେଶାନାମା ଜାରି କଲା ଇଣ୍ଡିଆ ପୋଷ୍ଟ। ରାକ୍ଷୀ ପଠାଇବା ପାଇଁ ନିର୍ଦ୍ଦେଶାନାମା ଜାରି କଲା ଇଣ୍ଡିଆ ପୋଷ୍ଟ। ରାକ୍ଷୀ ପୂର୍ଣ୍ଣିମା ଚଳିତ ବର୍ଷ ଅଗଷ୍ଟ 19ରେ ପାଳନ କରାଯିବ। ଦୂରରେ ରହୁଥିବା ଭଉଣୀ ଭାଇକୁ ରାକ୍ଷୀ ପଠାଇବା ପାଇଁ ଏବେଠାରୁ ଆଗ୍ରହ ପ୍ରକାଶ କଲେଣି। ତେବେ ରାକ୍ଷୀ ପଠାଇବା ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଇଣ୍ଡିଆ ପୋଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି। ଇଣ୍ଡିଆ ପୋଷ୍ଟ ସୂଚନା ଅନୁସାରେ ବିଦେଶକୁ ରାକ୍ଷୀ ପଠାଇବାକୁ ଚାହୁଁଥିବା ବ୍ୟକ୍ତି ଜୁଲାଇ 31 ପୂର୍ବରୁ ପଠାଇଦେବା ଜରୁରୀ। ଇଣ୍ଡିଆ ପୋଷ୍ଟ ଶୁକ୍ରବାର ଏକ ବିବୃତ୍ତିରେ କହିଛି, ଇଣ୍ଟରନ୍ୟାସନାଲ ମେଲ୍ ସର୍ଭିସ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛି। ପରିବହନ ସମୟରେ ରାକ୍ଷୀ ହଜିବା ବା ଭୁଲ ଠିକଣାରେ ନ ପହଞ୍ଚିବା ପାଇଁ ଠିକଣା ଠିକ୍ ଓ ସ୍ପଷ୍ଟ ଭାବରେ ଲେଖିବା ସହ
ଠିକ୍ ଜିପ୍ କୋଡ୍ ଏବଂ ପୋଷ୍ଟ କୋଡ୍ ସହ ମୋବାଇଲ ନମ୍ବର ଉଲ୍ଲେଖ ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ପରିବହନ ସମୟରେ କ୍ଷୟକ୍ଷତିରୁ ବଞ୍ଚିବା ପାଇଁ ରାକ୍ଷୀକୁ ଭଲ ଭାବରେ ପ୍ୟାକେଜିଂ କରିବାକୁ ପରାମର୍ଶ ଦିଆଯାଇଛି। କଷ୍ଟମ୍ କ୍ଲିୟରାନ୍ସରେ ଏହା କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ। ସେହିପରି ରାକ୍ଷୀ ପ୍ୟାକେଟରେ ଜ୍ୱଳନଶୀଳ ପଦାର୍ଥ, ତରଳ ପଦାର୍ଥ କିମ୍ବା ନଷ୍ଟ ହୋଇଯାଇଥିବା ଜିନିଷ ଆଦି ନିଷିଦ୍ଧ ସାମଗ୍ରୀ ନ ପଠାଇବା ପାଇଁ କୁହାଯାଇଛି। ଖବର ନମ୍ବର 8, ସଡ଼କ କିସମ ଜାଗାକୁ ଘରବାଡ଼ିରେ ବଦଳାଇ ଶଙ୍ଖ ଭବନ ନିର୍ମାଣ ଅଭିଯୋଗରେ ତଦନ୍ତ ହେବ। ରାଜସ୍ୱ ମନ୍ତ୍ରୀ ବିଜେଡିର ପାର୍ଟି ଅଫିସ ଶଙ୍ଖ ଭବନର ହେବ ତଦନ୍ତ, ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିଲା ବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ। ଅଭିଯୋଗ ଅନୁସାରେ ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରି ନିର୍ମାଣ ହୋଇଛି ଶଙ୍ଖ ଭବନ। ରାଜଧାନୀ ଛାତି ଉପରେ ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ପାର୍ଟି ଅଫିସ। କିସମ ସଡ଼କକୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଶାଳ ଶଙ୍ଖ ଭବନ। ଖାଲି ସେତିକି ନୁହେଁ, ସବୁ ନିୟମ କାନୁନକୁ ମୋଡ଼ି ମକଚି ଏହି ଜାଗାକୁ ସରକାରଙ୍କ ଠାରୁ ଶାଗ ମାଛ ଦରରେ କିଣି ନେଇଥିବା ଅଭିଯୋଗ ହୋଇଛି। ଖବର ନମ୍ବର 9, ବ୍ଲାକ୍ ରୋଜ୍ ଜାହାଜ ବୁଡ଼ିର ସିବିଆଇ ତଦନ୍ତ ଅନୁମତି ଦିଅ। 2009 ମସିହାରେ ପାରାଦୀପ ବନ୍ଦରରେ ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ଯାଇଥିଲା। ଏଥିରେ ବେଆଇନ ଭାବେ ଲୁହାପଥର ଚୋରାଚାଲାଣ ହୋଇଥିବା ଅଭିଯୋଗ ହୋଇଥିଲା। ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ପାଇଁ ତତ୍କାଳୀନ ରାଜ୍ୟ ସରକାର ସହଯୋଗ ନ କରିବାରୁ ତଦନ୍ତ ଆଗେଇ ପାରିଲା ନାହିଁ। ଏହି ସମୟରେ ବିରୋଧୀ ଦଳରେ ଥିବା ବିଜେପି ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଥିଲା। ଏପରିକି ଚଳିତ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ଘଟଣା ଉଠାଇ ବିଜେଡି ସରକାରଙ୍କୁ ଘେରିଥିଲେ। ତେଣୁ ଏବେ ସରକାରରେ ଥିବା ବିଜେପି ଏହାର ସିବିଆଇ ତଦନ୍ତ ପାଇଁ ଅନୁମତି ଦିଅନ୍ତୁ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦାବି ହୋଇଛି। ଖବର ନମ୍ବର 10, ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ, ପିଲାଙ୍କୁ ଦିଆଯିବ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ। ପିଏମ୍ ପୋଷଣ ଯୋଜନା ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ। 100 ଦିନ ଭିତରେ ଛାତ୍ରଛାତ୍ରୀ ଥରେ ମିଳିବ ଏହି ତିଥି ଭୋଜନ। ରାଜ୍ୟର ପ୍ରତିଷ୍ଠା ଦିବସ କିମ୍ବା ଅନ୍ୟ କୌଣସି ଜାତୀୟ କିମ୍ବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଦିନ ଏହାକୁ ପାଳନ କରାଯାଇପାରିବ। ବିଭିନ୍ନ ସିଭିଲ ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇପାରିବ। ଯେକୌଣସି ବ୍ୟକ୍ତି ଓ ଅନୁଷ୍ଠାନ ଚାହିଁଲେ ପିଲାଙ୍କୁ ଖୁଆଇ ପାରିବ ତିଥି ଭୋଜନ। ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି ପିଏମ୍ ପୋଷଣର ନୋଡାଲ ଅଫିସର ରଘୁରାମ ଆୟର। ଆୟର କହିଛନ୍ତି ଯେ ଆସନ୍ତା 28 ତାରିଖ ଦିନ ଏ ବାବଦରେ ସମ୍ପୂର୍ଣ୍ଣ ଏକ ବୈଠକ ବସିବ। ସ୍କୁଲମାନଙ୍କରେ କିଭଳି ଏହାକୁ କାର୍ଯ୍ୟକାରୀ କରାଯିବ ସେ ଉପରେ ମଧ୍ୟ ଆଲୋଚନା ହେବ। ଖବର ନମ୍ବର 11, ବାଂଲାଦେଶ ଅଶାନ୍ତି, କର୍ଫ୍ୟୁ ଜାରି, ସେନା ମୁତୟନ। ବାଂଲାଦେଶରେ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣକୁ ବିରୋଧ କରି ଚାଲିଥିବା ପ୍ରତିବାଦ ଅଣାୟତ୍ତ ହେବାରୁ ସେଠାକାର ସରକାର କର୍ଫ୍ୟୁ ଲାଗୁ କରିଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବା ଲାଗି ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ସେନା ମୁତୟନ କରାଯାଇଛି। ସେଠାରେ ସରକାରୀ ଚାକିରିରେ କୋଟା ବ୍ୟବସ୍ଥା ଉଚ୍ଛେଦ ଲାଗି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ 105 ଜଣ ନାଗରିକଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। 15 ବର୍ଷ ହେବ ଦେଶର ଶାସନ ଭାର ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସରକାର ପରିସ୍ଥିତିରେ ମୁକାବିଲା ଲାଗି ଉଦ୍ୟମ କରୁଥିବା ଜଣାପଡ଼ିଛି। ଖବର ନମ୍ବର 12, ପ୍ରକାଶ ପାଇଲା ଯୁକ୍ତ 2 ପ୍ରଥମ ମେରିଟ ଲିଷ୍ଟ। କଟଅଫରେ ସବୁଠୁ ଆଗରେ ରେଭେନ୍ସା। ପ୍ରକାଶ ପାଇଛି 2024-25 ଶିକ୍ଷାବର୍ଷର ପ୍ରଥମ ମେରିଟ ଲିଷ୍ଟ। ମୋଟ 4,76,093 ଜଣ ଆବେଦନ କରିଥିଲେ। ଏଥିମଧ୍ୟରୁ 4,26,472 ଜଣଙ୍କର ନାମ ମେଧା ତାଲିକାରେ ଆସିଛି। 49,621 ଜଣ ବାଦ୍ ପଡ଼ିଛନ୍ତି। କଳାରେ 2,71,492 ଜଣ, ବିଜ୍ଞାନରେ 1,17,273 ଜଣ, ବାଣିଜ୍ୟରେ 24,354 ଜଣ, ଉପଶାସ୍ତ୍ରୀ 8,375 ଜଣ, ଧନ୍ଦାମୂଳକ 4,978 ଜଣ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଅଗଷ୍ଟ 1ରୁ ଆରମ୍ଭ ହେବ ଯୁକ୍ତ 2 ପ୍ରଥମ ବର୍ଷ ପାଠପଢ଼ା। କଳାରେ 75.17% ସହ ଆଗରେ ରହିଛି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ। ବିଜ୍ଞାନରେ 91.50% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ। ସେହିଭଳି ବାଣିଜ୍ୟରେ 76% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ଖବର ନମ୍ବର 13, ଓଡ଼ିଶା ଜିଓ 1 ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ। ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାରେ 1 ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ସ୍ଥାନ ସୁଦୃଢ଼ କରିଛି। ଏପରିକି ରିଲାଏନ୍ସ ଜିଓ 2024 ମେରେ ଉଭୟ
ওয়্যারলেস এবং ওয়্যারলাইন ক্ষেত্ରରେ ମଧ୍ୟ ରାଜସ୍ୱ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ 2024 ମେରେ ଜିଓ ରାଜ୍ୟର ସର୍ବାଧିକ 1.85 ଲକ୍ଷରୁ ଉର୍ଦ୍ଧ୍ୱର ନୂଆ ମୋବାଇଲ ଉପଭୋକ୍ତା ଯୋଡ଼ିଥିବା ବେଳେ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଓ ବିଏସ୍ଏନ୍ଏଲ୍ ଭଳି ଅପରେଟର ଏହି ମାସରେ ଓଡ଼ିଶାରୁ ହଜାର ହଜାର ଗ୍ରାହକ ହରାଇଛନ୍ତି। ଏଥିସହ 2024 ମେ 31 ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପ୍ରାୟ 1.55 କୋଟି ହୋଇଛି। 2024 ମେରେ ଓଡ଼ିଶାର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟାରେ 1,54,141 ବୃଦ୍ଧି ସହ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ମେ ଶେଷ ସୁଦ୍ଧା 3.38 କୋଟିକୁ ବୃଦ୍ଧି ହୋଇଛି। ଖବର ନମ୍ବର 14 ଓଡ଼ିଆ ପୁଅଙ୍କୁ ବଡ଼ ସମ୍ମାନ। ଲେଫ୍ଟନାଣ୍ଟ ଜେନେରାଲ ଡକ୍ଟର ଶରତ ଚନ୍ଦ୍ର ଦାସଙ୍କୁ ମିଳିଲା ଅତି ବିଶିଷ୍ଟ ସେବା ସମ୍ମାନ। ଲେଫ୍ଟନାଣ୍ଟ ଜେନେରାଲ ଡକ୍ଟର ଶରତ ଚନ୍ଦ୍ର ଦାସଙ୍କୁ ମିଳିଲା ସମ୍ମାନଜନକ ଅତି ବିଶିଷ୍ଟ ସେବା ମେଡାଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଜେନେରାଲ ଡକ୍ଟର ଶରତ ଚନ୍ଦ୍ର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ରାଜରଣପୁରଗଡ଼ର ବାସିନ୍ଦା ଲେଫ୍ଟନାଣ୍ଟ ଜେନେରାଲ ଡକ୍ଟର ଶରତ ଚନ୍ଦ୍ର ଦାସ ଭାରତୀୟ ସ୍ଥଳ ସେନାରେ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି। ଡକ୍ଟର ଦାସ ନିକଟରେ ସେ ଅବସର ନେଇଛନ୍ତି। ତେବେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ପୂର୍ବରୁ କାରଗିଲ ଯୁଦ୍ଧ ସମୟରେ ତାଙ୍କ ସେବା କାର୍ଯ୍ୟ ପାଇଁ ଯୁଦ୍ଧ ସେବା ମେଡାଲ ମଧ୍ୟ ପାଇଛନ୍ତି ଡକ୍ଟର ଦାସ। ଖବର ନମ୍ବର 15 କୋହଲିଙ୍କୁ ନେଇ ବଡ଼ କଥା କହିଦେଲେ ସାମି। ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ପୂର୍ବତନ କ୍ରିକେଟରମାନେ କିଛି ନା କିଛି ପ୍ରତିକ୍ରିୟା ଦେଇଥାନ୍ତି। କେହି କେହି ତାଙ୍କର ପ୍ରଶଂସା କରୁଥିବା ବେଳେ କିଛି ତାଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ଦେଖାଯାଇଥାଏ। ନିକଟରେ ଭାରତର ଭେଟେରାନ୍ ଲେଗ୍ ସ୍ପିନର ଅମିତ ମିଶ୍ରା ବିରାଟ ନାମ ଏବଂ ଯଶ ମିଳିବା ପରେ ବଦଳି ଯାଇଥିବା କହିଥିଲେ। ଏବେ ଏହାକୁ ନେଇ ମହମ୍ମଦ ସାମି ବଡ଼ ବୟାନ ଦେଇଛନ୍ତି। ଅନେକ ପୂର୍ବତନ କ୍ରିକେଟର ଜାଣନ୍ତି ଯେବେ ବି କୋହଲିଙ୍କ ବିରୋଧରେ କିଛି କହିବେ ତାଙ୍କ ନାମ ପରଦିନ ଖବର କାଗଜର ପ୍ରଥମ ପୃଷ୍ଠାରେ ବାହାରିବ। ଏଥିଲାଗି ସେମାନେ ଜାଣିଶୁଣି ଏଭଳି କରିଥାନ୍ତି। ଏହାଛଡ଼ା କୋହଲିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସାମି କହିଛନ୍ତି କୋହଲିଙ୍କୁ ନେଟ୍ରେ ସାମିଙ୍କ ବୋଲିଂକୁ ଖେଳିବା ପସନ୍ଦ, ଏଣୁ ଦୁହିଁଙ୍କୁ ମଜା ଆସିଥାଏ। କୋହଲି ଏବଂ ଇଶାନ୍ତ ଶର୍ମା ମୋର ପରମ ମିତ୍ର। ଆହତ ହୋଇଥିବା ବେଳେ ଲଗାତାର ଫୋନ୍ କରିଥାନ୍ତି ବୋଲି ସେ କହିଛନ୍ତି। ଖବର ନମ୍ବର 16 ରାଜସ୍ୱ ମନ୍ତ୍ରୀଙ୍କ ବୟାନର କଡ଼ା ଜବାବ ଦେଲା ବିଜେଡି। ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖ ଭବନକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ଅଭିଯୋଗ କରିଥିଲେ। ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରାଯାଇ ଏହି ଭବନକୁ ବେଆଇନ ଭାବେ ନିର୍ମାଣ କରାଯାଇଥିବା କହିଥିଲେ। ଏହାକୁ ନେଇ ଜବାବ ରଖିଛି ବିଜେଡି। ଶନିବାର ଏକ ଖବରଦାତା ସମ୍ମିଳନୀରେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଶଙ୍ଖ ଭବନ ବେଆଇନ ନୁହେଁ, ଏଣୁ ଏହାକୁ ନେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରାନଯାଉ ଆଇନ ଆଧାରରେ ଶଙ୍ଖ ଭବନ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି। ଖବର ନମ୍ବର 17 ସୁନିତା ଦେଲେ ଗ୍ୟାରେଣ୍ଟି। ପ୍ରତି ମାସରେ ମହିଳାଙ୍କୁ 1,000 ଟଙ୍କା ମାଗଣା ବିଜୁଳି। ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ସବୁ ବଡ଼ ଦାବି କରୁଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲ ଶନିବାର ହରିୟାଣା ଗସ୍ତରେ ଅଛନ୍ତି। ଆମ୍ ଆଦମୀ ପାର୍ଟି ସୁପ୍ରିମୋଙ୍କ ସ୍ତ୍ରୀ ହରିୟାଣାର ଲୋକଙ୍କୁ ଦଳର 5ଟି ଗ୍ୟାରେଣ୍ଟି ଉପସ୍ଥାପନ କରିଛନ୍ତି। ଏଥିରେ ଭଉଣୀମାନଙ୍କୁ ମାସକୁ 1,000 ଟଙ୍କା, ମାଗଣା ବିଜୁଳି, ମାଗଣା ଶିକ୍ଷା ଏବଂ ଅନ୍ୟାନ୍ୟ ଗ୍ୟାରେଣ୍ଟି ଘୋଷଣା କରାଯାଇଛି। ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ପ୍ରଚାର ଆରମ୍ଭ କରିଛି। ଇତିମଧ୍ୟରେ ଅରବିନ୍ଦ କେଜରିୱାଲଙ୍କ ସ୍ତ୍ରୀ ସୁନିତା କେଜରିୱାଲ ହରିୟାଣାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଖବର ନମ୍ବର 18 ବନ୍ୟାରେ ଭାସିଗଲା ବ୍ରିଜ୍, 11 ଲୋକଙ୍କ ମୃତ୍ୟୁ, 30 ନିଖୋଜ। ଚାଇନାର ସାନାକ୍ସି ପ୍ରଦେଶରେ ଅଚାନକ ବନ୍ୟା ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ରାଜପଥର ବ୍ରିଜ୍ ଆଂଶିକ ଭୁଶୁଡ଼ି ପଡ଼ିବାରୁ ପାଖାପାଖି 11 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 30ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ବ୍ରିଜ୍ଟି ଭୁଶୁଡ଼ିବା ସମୟରେ ଏହାର ଉପର ଦେଇ ଲୋକେ ଯାତାୟାତ କରୁଥିଲେ। ଫଳରେ ସେହି ସମୟରେ ଲୋକେ ଜାଣିପାରିନଥିବାରୁ ସେମାନଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ନମ୍ବର 19 ଅଶାନ୍ତ ବାଂଲାଦେଶ। 778 ଛାତ୍ର ଫେରିଲେ ଭାରତ। ଅଶାନ୍ତ ହୋଇଛି ବାଂଲାଦେଶ। ଦେଶବ୍ୟାପୀ କର୍ଫ୍ୟୁ ଓ ହିଂସା ଭିତରେ ବାଂଲାଦେଶରେ ଥିବା 778 ଜଣ ଭାରତୀୟ ଛାତ୍ର ସ୍ୱଦେଶ ଫେରିଛନ୍ତି। ବର୍ତ୍ତମାନ ହଜାର ହଜାର ଛାତ୍ରଛାତ୍ରୀ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛନ୍ତି। ସୂଚନାଯୋଗ୍ୟ ବାଂଲାଦେଶ ହିଂସାରେ 105ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ହସିନା ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି। ଖବର ନମ୍ବର 20 ସପ୍ତାହକୁ 4 ଦିନ ମିଳିବ ପିଲାଙ୍କୁ ଅଣ୍ଡା। କର୍ଣ୍ଣାଟକର ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟର ପିଲାମାନେ ବର୍ତ୍ତମାନ ସପ୍ତାହରେ 4 ଦିନ ଅଣ୍ଡା ପାଇବେ।
ଅଜିମ ପ୍ରେମଜୀ ଫାଉଣ୍ଡେସନ ସହ ସହଭାଗିତାରେ ଏକ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏହା ଘୋଷଣା କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ସରକାରୀ ଏବଂ ସହାୟକ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପିଲାମାନଙ୍କୁ ସପ୍ତାହରେ 6 ଦିନ ମାଗଣା ସାପ୍ଲିମେଣ୍ଟାରୀ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ଖବର ନମ୍ବର 21 ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଶାହାଙ୍କ କାରକେଡ୍କୁ ପିଛା କରିବା ଅଭିଯୋଗରେ 2 ଜଣଙ୍କୁ ଗିରଫ କରାଯାଇଛି। ରାଞ୍ଚି ପୋଲିସଙ୍କ ମତରେ ଶନିବାର ସକାଳୁ ରାଞ୍ଚି ବିମାନବନ୍ଦରରୁ ଶାହା କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ସମୟରେ 2 ମଦ୍ୟପ ତାଙ୍କ କାରକେଡ୍କୁ ପିଛା କରିଥିଲେ। ସନ୍ଦେହ ପ୍ରକାଶ ପାଇବା ପରେ ପ୍ରଥମେ ଜେରା ଓ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ କାରଣରୁ କାରକେଡ୍ ଭିତରକୁ ପଶିବା ଉଦ୍ୟମ କରି ଉଭୟ ଫେଲ୍ ମାରିଥିଲେ। ପୂରା ଘଟଣା ବାବଦରେ ସୂଚନା ଦେଇଛନ୍ତି ପୁଲିସ ଡିଏସ୍ପି ପ୍ରମୋଦ କୁମାର ମିଶ୍ର। ଖବର ନମ୍ବର 22 ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ଦୁର୍ଘଟଣାରେ ଶିକାର ହେଲେ କେନ୍ଦ୍ରମନ୍ତ୍ରୀ ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆହତ ହୋଇଛନ୍ତି। ସେ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ପିଲଭିଟ ଯାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ କନ୍ଭେ ଯିବା ସମୟରେ ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜିତିନ ତାଙ୍କ ରୋଷେୟା ଏବଂ ବେସରକାରୀ ସଚିବଙ୍କ ମଧ୍ୟ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ମାଝଲା ଓ ବିଜୋଟି ରୋଡରେ ଥିବା ବାହୁରୁଆ ଗ୍ରାମରେ ଏହି ଘଟଣା ଘଟିଛି। ଜିତିନ ପ୍ରସାଦଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ତାଙ୍କ କାରଟି ଦ୍ରୁତ ଗତିରେ ଯାଉଥିଲା ଯେଉଁ କାରଣରୁ ଏକ ବଡ଼ ଧକ୍କା ଲାଗି ଗାଡ଼ିଟି ଚୁରମାର ହୋଇଯାଇଛି। ଖବର ନମ୍ବର 23 ଆସାମର ଡିରକୋରେ ମିଳିଲା ଗ୍ୟାସର ନୂଆ ଭଣ୍ଡାର ତିନସୁକିଆ ଜିଲ୍ଲାର ଡିରକ ଅଞ୍ଚଳରେ ଗ୍ୟାସର ଏକ ନୂଆ ଭଣ୍ଡାର ଥିବା ଜଣାପଡ଼ିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ସୋସିଆଲ ମିଡ଼ିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକାରାତ୍ମକ ଦୃଷ୍ଟିକୋଣର ପରିମାଣ ସ୍ୱରୂପ ନୂଆ ସମ୍ବଳର ତଲାସ ଓ ଉପସ୍ଥିତ ସମ୍ବଳର ପେଟ୍ରୋଲିୟମ କ୍ଷେତ୍ରରେ ଉଚିତ ବ୍ୟବହାର ଉପରେ ଆଲୋଚନା କରିଛନ୍ତି। ଖବର ନମ୍ବର 24 ନେପାଳରେ ନଦୀ ଭିତରକୁ ଖସି ପଡ଼ିଥିବା ବସ୍ ଯାତ୍ରୀଙ୍କୁ ଖୋଜୁଛି ଏନଡିଆରଏଫ୍। ଗତ ସପ୍ତାହ ଶୁକ୍ରବାର ଭୋରରେ ତ୍ରିଶୂଳି ନଦୀ ଭିତରକୁ ଖସି ପଡ଼ିଥିବା 2ଟି ବସ୍ ଓ ନିଖୋଜ ଯାତ୍ରୀଙ୍କ ତଲାସୀ ଅଭିଯାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ ଏନଡିଆରଏଫ୍ ସାମିଲ ହୋଇଛି। ଟିମ୍ ଚିତବନର ସିମଲତାଲ ନିକଟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ନେପାଳ ସରକାରଙ୍କ ଅନୁରୋଧକୁ ଗ୍ରହଣ କରି ଭାରତ ସରକାର ଏନଡିଆରଏଫ୍ର 12 ଜଣ ସଦସ୍ୟଙ୍କୁ ପଠାଇଛନ୍ତି। ଏବେ ସୁଦ୍ଧା ନଦୀରେ ବୁଡ଼ି ଯାଇଥିବା 2ଟି ବସ୍ ସମ୍ପର୍କରେ କୌଣସି ସୁରାକ ମିଳିନାହିଁ। 2ଟି ବସ୍ରେ 65 ଜଣ ଯାତ୍ରୀ ଥିଲେ। ଏବେ ସୁଦ୍ଧା 23 ଜଣଙ୍କ ମୃତଦେହ ଜବତ ହୋଇଛି। ଖବର ନମ୍ବର 25 ସିଙ୍ଗାପୁର ଜାହାଜ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଆଡେନ ଉପସାଗର ଓ ଲୋହିତ ସାଗରରେ ୟେମେନର ହୁତିମାନେ କ୍ରମାଗତ ଆକ୍ରମଣ ଜାରି ରଖିଛନ୍ତି। ଏଥର ହୁତିମାନେ ସିଙ୍ଗାପୁର ପତାକା ଥିବା ଏକ ଜାହାଜକୁ ଟାର୍ଗେଟ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜାହାଜଟି କ୍ଷତିଗ୍ରସ୍ତ ହୋଇଛି। ସିଙ୍ଗାପୁରର ମେରିଟାଇମ୍ ଆଣ୍ଡ ପୋର୍ଟ ଅଥରିଟି ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଏମପିଏ କହିଛି ଯେ ଆଡେନ ଉପସାଗର ଦେଇ ଯାଉଥିବା ବେଳେ କଣ୍ଟେନର ଜାହାଜ ଲବିଭିଆ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା। ତେବେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଜାହାଜରେ କୌଣସି ସିଙ୍ଗାପୁର ନାଗରିକ ନଥିଲେ ଏବଂ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ଚ୍ୟାନେଲ ନ୍ୟୁଜ୍ ଏସିଆ ଅଧିକାରୀମାନେ କହିଛନ୍ତି। ସେ କହିଛନ୍ତି ଯେ ହୁତିମାନଙ୍କ ଆକ୍ରମଣ ସତ୍ତ୍ୱେ ଜାହାଜଟି ସୋମାଲି ବନ୍ଦର ବେରବରାରେ ପହଞ୍ଚିବାରେ ସଫଳ ହୋଇଛି।